ନମସ୍କାର ବନ୍ଧୁଗଣ। ନିଜ ଭାଗ୍ୟ ନିଜ ହାତରେ ଆଜ୍ଞା। ହଁ, ଏହା ସତ୍ୟ। କରୁଥିବା କର୍ମ ଅନୁଯାୟୀ ଭାଗ୍ୟ ସାଥ ଦେଇଥାଏ। ଯଦି ଆପଣ କର୍ମ ନ କରିବେ ତେବେ ଭାଗ୍ୟରେ ଥିବା ଜିନିଷ ବି ଆପଣଙ୍କୁ ମିଳିବନି। ହାତରେ ଥିବା ସମସ୍ତ ଚିହ୍ନରୁ ହିଁ ଜାଣନ୍ତୁ ନିଜ ଭାଗ୍ୟ। ତେବେ ଆପଣଙ୍କ ଭାଗ୍ୟରେ କ'ଣ ରହିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି ତ ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ। ଏହା ପୂର୍ବରୁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନ୍ ବେଲ୍କୁ ଦବାଇକି ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ଚାଲନ୍ତୁ କିଛି କଥା ନାହିଁ, ଭିଡ଼ିଓକୁ ଷ୍ଟାର୍ଟ କରିନେବା। ତ ଆସନ୍ତୁ ଜାଣିବା। ଆଉ ଡେରି ନକରି ଆସନ୍ତୁ ଜାଣିନେବା ହାତ ପାପୁଲିରେ କେଉଁ ଚିହ୍ନ ଥିଲେ କ'ଣ ହୋଇଥାଏ ଜୀବନରେ। ପ୍ରଥମ, ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ଶଙ୍ଖ ଚିହ୍ନ ଥାଏ ସେମାନେ ଜୀବନରେ ଧନୀ ବ୍ୟକ୍ତି ହୁଅନ୍ତି। କେବେ ମଧ୍ୟ ଏମାନଙ୍କ ଧନର ଅଭାବ ରହିନଥାଏ। ଏମାନଙ୍କ ସ୍ୱଭାବ ବହୁତ ଦୃଢ଼ ହୋଇଥାଏ। ଦ୍ୱିତୀୟ, ହାତରେ ଯଦି ମାଛର ଚିହ୍ନ ରହିଥାଏ ତେବେ ଏମାନେ ବହୁତ ସୌଭାଗ୍ୟଶାଳୀ ବୋଲି ଜାଣନ୍ତୁ। ଜୀବନକୁ ବେଶୀ ଖୁସି ଓ ଆରାମ ସହ ବିତାଇଥାନ୍ତି। ତୃତୀୟ, ଯଦି ଆପଣଙ୍କ ହାତରେ ମନ୍ଦିର ପରି ଚିହ୍ନ ସୃଷ୍ଟି ହେଉଛି ତେବେ ଜାଣି ରଖନ୍ତୁ କି ଆପଣଙ୍କୁ ସମାଜରେ ଅନେକ ମାନ ସମ୍ମାନ ମିଳିବ। ଗୋଟିଏ ଜାଗାରେ ରହିଲେ ମଧ୍ୟ ସାରା ଦୁନିଆର ଖବର ଏମାନଙ୍କ ପାଖରେ ଥାଏ। ଚତୁର୍ଥ, ହାତ ପାପୁଲିରେ ଯଦି ସ୍ୱାସ୍ତିକ ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ବହୁତ ଦୟାବାନ ହୋଇଥାନ୍ତି ଏବଂ ବହୁତ ଠାକୁର ବିଶ୍ୱାସୀ ହୋଇଥାନ୍ତି। ପଞ୍ଚମରେ ରହିଛି, ଯଦି ଆପଣଙ୍କ ହାତରେ ତ୍ରିଶୂଳ ଚିହ୍ନ ଥିବା ବ୍ୟକ୍ତି ବହୁତ ସାହସୀ ଓ ବାହାଦୁର ହୋଇଥାନ୍ତି। ଅର୍ଦ୍ଧଚନ୍ଦ୍ର ପ୍ରଥମ ନର୍କର ଅର୍ଦ୍ଧଚନ୍ଦ୍ର ଥିବା ଲୋକମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଚିହ୍ନକୁ ବହୁତ ହିଁ ମନାଯାଏ। ଅନାମିକା ଆଙ୍ଗୁଠିରେ ନଖରେ ଯାହାର ଅର୍ଦ୍ଧଚନ୍ଦ୍ର ହୋଇଥାଏ ସେମାନଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ। ପ୍ରତିଯୋଗୀ ପରୀକ୍ଷାରେ ସଫଳ ମଧ୍ୟ ମିଳିଥାଏ। କୌଣସି ବଡ଼ ପୁରସ୍କାର ମିଳିବାର ସମ୍ଭାବନା ବହୁତ ଅଧିକ ରହିଥାଏ। ଦ୍ୱିତୀୟ, ଯେଉଁମାନେ ଲୋକଙ୍କ ମଝିରେ ଆଙ୍ଗୁଠି ନଖରେ ଅର୍ଦ୍ଧଚନ୍ଦ୍ର ହୋଇଥାଏ ତେବେ ସେହି ବ୍ୟକ୍ତି ବେପାର ବାଣିଜ୍ୟରେ ପ୍ରଗତି କରିଥାଏ। ତୃତୀୟ, ଯେଉଁ ଲୋକଙ୍କ ତର୍ଜନୀ ଆଙ୍ଗୁଠିରେ ଅର୍ଦ୍ଧଚନ୍ଦ୍ର ହୋଇଥାଏ ସେମାନଙ୍କୁ ମଧ୍ୟ ବ୍ୟାପାର ବ୍ୟବସାୟରେ ଖୁବ୍ ଉନ୍ନତି ମିଳିଥାଏ ନିଜ ଜୀବନରେ। ଚତୁର୍ଥ, ସବୁଠାରୁ ଛୋଟ ଆଙ୍ଗୁଠିରେ ଯଦି ଅର୍ଦ୍ଧଚନ୍ଦ୍ର ହୋଇଥାଏ ତେବେ ଏହାକୁ ମଧ୍ୟ ବହୁତ ହିଁ ଶୁଭ ମନାଯାଏ। ଏମାନେ ଜୀବନରେ ବଡ଼ ବଡ଼ ଅସୁବିଧାରେ ମଧ୍ୟ ସହଜ ସମାଧାନର ବାଟ କରିଦେଇଥାନ୍ତି। ପଞ୍ଚମ, ଯେଉଁ ବ୍ୟକ୍ତି ସମସ୍ତ ଆଙ୍ଗୁଠିରେ ଅର୍ଦ୍ଧଚନ୍ଦ୍ର ହୋଇଥାଏ ଏବଂ ଅଙ୍ଗୁଠି ବଡ଼ ବଡ଼ ହୋଇଥାଏ ଏମାନେ ନିଜ ଜୀବନର ନିଜ ବଳରେ ସଂଘର୍ଷ କରି ଉନ୍ନତିର ସିଡ଼ି ଚଢ଼ନ୍ତି।